ଯେତେବେଳେ ତମେ ଘରେ ନଥିଲ ମୁଁ ମୋ ବାପ ଘରକୁ ଯାଇଥିଲି। ତାଙ୍କର କାଲି କଲର ବାର୍ଡ ଚିକେନ ତରକାରୀ ହେଇଥିଲା। ମୁଁ ଦେଖିକି ସହି ପାରିଲି ନାହିଁ, 1.5 ଥାଳି ଖଣ୍ଡେ ଭାତ ବାড়େଇ ଦେଇଛି। ଶାନ୍ତି, ତମେ ଭିତରେ ଆଇଁଷ ବାড়ି ଦେଇଛ? ଭିତରେ ଆଇଁଷ ବାড়ି ଦେଇଛ? ହଁ, କିନ୍ତୁ ଆସିଲା ପରେ ମୁଁ ଭଲ କରି ଗୁଡାକର ଦାନ୍ତ ଘଷି ଦେଇଛି। ଥାଉ ଶାନ୍ତି, କାନ୍ଦନି। ମୁଁ ତମ କଥା ବୁଝିପାରୁଛି। କେତେ ଦିନ ଖାଇବା ଆଉ ଶାଗ ତରକାରୀ? ଆଇଁଷ ବିନା ଆମ ଗଲୁ ଗଲାଣି ମରି। କାନ୍ଦନି ଶାନ୍ତି। ସରିନି, ମୋ କଥା ଏଯାଏଁ ସରିନି। ପରଦିନ ସନ୍ଧ୍ୟାବେଳେ ଆସିଲା ବେଳେ ଫକିରା ଫାଷ୍ଟଫୁଡ ପାଖରୁ ଗୋଟେ ଚିଲି ଚିକେନ 2ଟା ଚିକେନ ରୋଲ ଖାଇଦେଇଛି। ଆଉ କଣଟା ବାଳ ବଞ୍ଚିଲା? ମତେ ଶାଗ ପଖାଳ ଆଡ ଦେଇକି ତମେ ସେଠି କଲର ବାଡ ଚିଲି ଚିକେନ ଉଡଉଛ। ଆରେ ଘରେ ଆଇଁଷ ପଶୁନି ବୋଲି ମୋ ମାଛ ଚିକେନ ଦୋକାନ ଦେଖିଲେ ନାକରେ ଗାମୁଛା ଦିଆଯାଉଛି। ହେଲେ ତମ ମାନେ ଛାଡ, ମୁଁ ଏବେ ଯାଉଛି, ଆଇଁଷ ବ୍ୟବସ୍ଥା କରୁଛି। ତମେ ଟେନସନ ନିଅନି ଶାନ୍ତି, ମୁଁ ଶୁଣିବାକୁ ପାଇଛି ଚିକେନ ରେଟ୍ ବହୁତ କମି ଯାଇଛି। ତାହେଲେ ତମେ ଗୋଟେ କାମ କର, ଗୋଟା କୁକୁଡା ପଳେଇ ନେଇ ଆସ। ଯେତେବେଳେ ଇଚ୍ଛା ହବ ଗୋଟା ଗୋଟା ଖାଇବା। ଯାଅ, ଆଉ ଡେରି କରନି, ମୁଁ ଆଉ ସହିପାରୁନି। ଯାଅ ତମେ, ଡେରି ଶାନ୍ତି। ହେଲେ ମୋ ମୁଣ୍ଡ ଖାଇଯାଉଛି। ଶୁଣ, କଲର ବାର୍ଡ ଦେଖିବ ଯେ ଥବ ଆଣିବ।